ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ଅତ୍ୟଧିକ ମଦ୍ୟପାନ କଲେ କେଉଁ ଅଙ୍ଗ ଖରାପ ହୋଇଥାଏ? ଅପସନ୍ ଏ କିଡ଼ନୀ, ଅପସନ୍ ବି ଲିଭର, ଅପସନ୍ ସି ଆଖି, ଅପସନ୍ ଡି ଦାନ୍ତ। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ଲିଭର। ଦ୍ୱିତୀୟ ପ୍ରଶ୍ନଟି ହେଉଛି କୋଲଗେଟ୍ ପେଷ୍ଟ ଖାଇଲେ କେଉଁ ସମସ୍ୟା ଦେଖାଯାଏ? ଅପସନ୍ ଏ ପେଟ ବ୍ୟଥା, ଅପସନ୍ ବି ହୃଦରୋଗ, ଅପସନ୍ ସି ଏସିଡ଼ିଟି, ଅପସନ୍ ଡି ରକ୍ତହୀନତା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ପେଟ ବ୍ୟଥା। ତୃତୀୟ ପ୍ରଶ୍ନଟି ହେଉଛି କେଉଁ ପତ୍ର ଖାଇଲେ ରକ୍ତ ସଫା ହୋଇଥାଏ? ଅପସନ୍ ଏ ପିଜୁଳି ପତ୍ର, ଅପସନ୍ ବି କଲରା ପତ୍ର, ଅପସନ୍ ସି ନିମ୍ବ ପତ୍ର, ଅପସନ୍ ଡି ଲେମ୍ବୁ ପତ୍ର। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ନିମ୍ବ ପତ୍ର। ଚତୁର୍ଥ ପ୍ରଶ୍ନଟି ହେଉଛି ଅଟାରେ କ'ଣ ମିଶାଇ ରୁଟି କଲେ ରୁଟି ବେଲୁନ୍ ଭଳି ଫୁଲିଥାଏ? ଅପସନ୍ ଏ ମହୁ, ଅପସନ୍ ବି ଗୋଲମରିଚ, ଅପସନ୍ ସି ସୋଢ଼ା, ଅପସନ୍ ଡି ଘିଅ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ସୋଢ଼ା। ପଞ୍ଚମ ପ୍ରଶ୍ନଟି ହେଉଛି କେଉଁ ଫଳ ଖାଇଲେ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ? ଅପସନ୍ ଏ ନଡ଼ିଆ, ଅପସନ୍ ବି ସପୁରୀ, ଅପସନ୍ ସି ଜାଇଫଳ, ଅପସନ୍ ଡି କାକୁଡ଼ି। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଜାଇଫଳ। ଷଷ୍ଠ ପ୍ରଶ୍ନଟି ହେଉଛି ମହାଭାରତ ଯୁଦ୍ଧ କେଉଁ ରାଜ୍ୟରେ ହୋଇଥିଲା? ଅପସନ୍ ଏ ଓଡ଼ିଶା ରାଜ୍ୟ, ଅପସନ୍ ବି ହରିୟାଣା ରାଜ୍ୟ, ଅପସନ୍ ସି ପଞ୍ଜାବ ରାଜ୍ୟ, ଅପସନ୍ ଡି ଗୁଜରାଟ ରାଜ୍ୟ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ହରିୟାଣା ରାଜ୍ୟ। ସପ୍ତମ ପ୍ରଶ୍ନଟି ହେଉଛି କେଉଁ ପରିବା ଖାଇଲେ ଚର୍ମ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଥାଏ? ଅପସନ୍ ଏ ବାଇଗଣ, ଅପସନ୍ ବି ଭେଣ୍ଡି, ଅପସନ୍ ସି ପୋଇ ଶାଗ, ଅପସନ୍ ଡି କଲରା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି କଲରା। ଅଷ୍ଟମ ପ୍ରଶ୍ନଟି ହେଉଛି କେଉଁ ଦେଶର ଲୋକେ ସବୁଠାରୁ ଅଧିକ କୁକୁଡ଼ା ପାଳନ କରନ୍ତି? ଅପସନ୍ ଏ ଭାରତ ଦେଶ, ଅପସନ୍ ବି ଚୀନ ଦେଶ, ଅପସନ୍ ସି ଆମେରିକା ଦେଶ, ଅପସନ୍ ଡି ଜର୍ମାନୀ ଦେଶ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ଚୀନ ଦେଶ। ନବମ ପ୍ରଶ୍ନଟି ହେଉଛି ଅଧିକ ଚିକେନ୍ ଖାଇଲେ କେଉଁ ରୋଗ ହୋଇଥାଏ? ଅପସନ୍ ଏ ହାର୍ଟ ଆଟାକ୍, ଅପସନ୍ ବି ଡାଇବେଟିସ୍, ଅପସନ୍ ସି ଜଣ୍ଡିସ୍, ଅପସନ୍ ଡି ଟିବି। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ହାର୍ଟ ଆଟାକ୍। ଦଶମ ପ୍ରଶ୍ନଟି ହେଉଛି କେଉଁ ଫଳର ରସ ପିଇଲେ ଆଖିର ଦୃଷ୍ଟିଶକ୍ତି ବଢ଼େ? ଅପସନ୍ ଏ କଲରା, ଅପସନ୍ ବି ଗାଜର, ଅପସନ୍ ସି ଲେମ୍ବୁ, ଅପସନ୍ ଡି କାକୁଡ଼ି। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ଗାଜର। ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ।